ମହାଶିବରାତ୍ରି ଶିବଙ୍କ ମହାନ ରାତ୍ରି। ପ୍ରତିବର୍ଷ ଭଗବାନ ଶିବଙ୍କୁ ସମ୍ମାନ ଜଣାଇ ପାଳନ କରାଯାଏ, ଯାହା ଶିବ ଏବଂ ଶକ୍ତିର ମିଳନ, ଶିବ ଏବଂ ପାର୍ବତୀଙ୍କ ବିବାହ ବାର୍ଷିକ ଏବଂ ଶିବ ଯେଉଁ ରାତିରେ ବ୍ରହ୍ମାଣ୍ଡ ତାଣ୍ଡବ ନୃତ୍ୟ ପ୍ରଦର୍ଶନ କରିଥିଲେ ସେହି ରାତିରେ ପାଳନ କରାଯାଏ। ଏହା ଆଧ୍ୟାତ୍ମିକ ଜାଗରଣ, ଅନ୍ଧକାର ଏବଂ ଅଜ୍ଞାନତାକୁ ଦୂର କରିବା ପାଇଁ ଏକ ଉପବାସ ଏବଂ ଧ୍ୟାନ ମାଧ୍ୟମରେ ଶରୀର ଏବଂ ମନକୁ ଶୁଦ୍ଧ କରିବାର ସମୟକୁ ଏକ ମାନ୍ୟତା ଦିଆଯାଏ। ମହାଶିବରାତ୍ରି ପାଳନ କରିବାର ମୁଖ୍ୟ କାରଣ ଗୁଡ଼ିକ ହେଉଛି ଶିବ ଏବଂ ପାର୍ବତୀଙ୍କ ବିବାହ। ଅନେକ ଏହି ରାତିକୁ ଦେବୀ ପାର୍ବତୀଙ୍କ ସହ ଭଗବାନ ଶିବଙ୍କ ବିବାହ ଭାବରେ ପାଳନ କରନ୍ତି, ଯାହା ପୁରୁଷ ଚେତନା ଏବଂ ପ୍ରକୃତିକୁ ଯୋଉଟାକି ଶକ୍ତି ମିଳନକୁ ବୁଝାଯାଏ। ଏହା ଏକ ବିଶ୍ୱାସ କରାଯାଏ ଯେ ଭଗବାନ ଶିବ ପ୍ରଥମେ ଏହି ଦିନ ମଧ୍ୟରାତ୍ରିରେ ଏକ ବିଶାଳ ଶିବଲିଙ୍ଗ ଭାବେ ପ୍ରକାଶିତ ହୋଇଥିଲେ। କସ୍ମିକ ନୃତ୍ୟ ଯୋଉଟାକି ତାଣ୍ଡବ, ବିଶ୍ୱାସ କରାଯାଏ ଯେ ଶିବ ଏହି ରାତିରେ ସୃଷ୍ଟି ସଂରକ୍ଷଣ ଏବଂ ବିନାଶର ତାଙ୍କର ବ୍ରହ୍ମାଣ୍ଡ ନୃତ୍ୟ ପ୍ରଦର୍ଶନ କରିଥିଲେ। ନୀଳକଣ୍ଠ ଧାର ହେଇ ଯେତେବେଳେ ଶିବ ସମୁଦ୍ର ମନ୍ଥନ ସମୟରେ ବାହାରୁଥିବା ବିଶ୍ୱକୁ ପାନ କରି ବିଶ୍ୱକୁ ରକ୍ଷା କରିଥିଲେ, ଯାହା ତାଙ୍କ କଣ୍ଠକୁ ନୀଳ କରିଦେଇଥିଲା। ଆଧ୍ୟାତ୍ମିକ ଗୁରୁତ୍ୱ ଅନୁସାରେ ଯୋଗୀମାନଙ୍କ ପାଇଁ ଏହି ରାତି ହେଉଛି ସେ ରାତିରେ ଭଗବାନ ଶିବ ସମ୍ପୂର୍ଣ୍ଣ ସ୍ଥିର ହୋଇଗଲେ ଚେତନାର ଚୂଡ଼ାନ୍ତ ଧ୍ୟାନ ଅବସ୍ଥାକୁ ପ୍ରତିନିଧିତ୍ୱ କରିଥାନ୍ତି, ଯେଉଁଠାରେ ଆଧ୍ୟାତ୍ମିକ ଚେତନା ପୃଥିବୀକୁ ସ୍ପର୍ଶ କରେ। ଅହଙ୍କାରକୁ ଜୟ କରିବା ଏବଂ ଏହାକୁ ଅହଙ୍କାରକୁ ନଷ୍ଟ କରିବା ସମୟ ଭାବରେ ବିବେଚନା କରାଯାଏ। ଯେପରି ଶିକାରୀଙ୍କ କିମ୍ବଦନ୍ତୀ କୁହାଯାଇଛି ଯେ ଏହା ଆଲୋକିତ କରେ, ନିଷ୍ଠାପର ଭକ୍ତି, ମୋକ୍ଷ ଏବଂ ଜ୍ଞାନ ଆଡ଼କୁ ନେଇପାରେ। ଭକ୍ତମାନେ ସାଧାରଣତଃ ଉପବାସ କରି ସାରା ରାତି ଜାଗ୍ରତ ରହି ଓಂ ନମଃ ଶିବାୟ ଜପ କରନ୍ତି ଏବଂ ଶିବ ଲିଙ୍ଗଙ୍କୁ ବେଲପତ୍ର ଅର୍ପଣ କରନ୍ତି। ଏହା ହେଉଛି ଜାଗର ପାଳିବାର ମୁଖ୍ୟ